So hello everyone, welcome to Study with Subham Sir classes. तो आज ଆମେ ଦେଖିବା କଣ ବନ୍ଦେ ଉତ୍କଳ ଜନନୀର ବିଷୟ ଭିତ୍ତିକ ପ୍ରଶ୍ନାବଳୀର ଡିସ୍କସନ କରିବା आंसर। ଠିକ ଅଛି ତମାନେ ବନ୍ଦେ ଉତ୍କଳ ଜନନୀ ଯାହା ବୁଝିଥିଲ ବା ନ ବୁଝିଥିଲ ପ୍ରଶ୍ନାବଳୀ ଦେଖ ତାପରେ ତା କଣ ଭଲ ଭାବରେ ବୁଝିଯିବ। ଠିକ ଅଛି ବନ୍ଦେ ଉତ୍କଳ ଜନନୀ କିଏ ଲେଖିଛନ୍ତି ଲକ୍ଷ୍ମୀକାନ୍ତ ମହାପାତ୍ର। ଯିବା ବିଷୟ ଭିତ୍ତିକ ପ୍ରଶ୍ନାବଳୀ ହେଲା ଏବେ ଦେଖିବା କହୁଛି ନିର୍ଦ୍ଦିଷ୍ଟ ଉତ୍ତର ମୂଳକ। ଠିକ ଅଛି ପ୍ରତ୍ୟେକରୁ ଦୁଇଟି ଲେଖାଏ ମାନେ ଯେତିଟା ଶବ୍ଦ ଦେଇଛି ତାର ଦୁଇଟି ଲେଖାଏ ପ୍ରତି ଶବ୍ଦ ଲେଖିବା। ପ୍ରଥମ କଥା ପ୍ରତି ଶବ୍ଦର ଅର୍ଥ କଣ? ପ୍ରତି ଶବ୍ଦ ହେଲା କଣ ଯେମିତି ତମେ କହୁଛ ତମର ଗୋଟେ ନା ଦିଟା ନା ସବୁ ଅଲଗା ଅଲଗା ନା ଧରିକି ଡାକୁଥିବ ଠିକ ସେଇଭଳି ଏଇ ଯୋଉ ତଳେ କେତେଟି ଶବ୍ଦ ଦେଇଛି ତାର ଅନ୍ୟ ଅନ୍ୟ ନାମ କଣ ଅଛି ଦେଖିବା। ପ୍ରଥମ କହିଲା ପୟୋଧି। ପୟୋଧିର କଣ ହେଇପାରେ ପ୍ରତି ଶବ୍ଦ ସମୁଦ୍ର ସାଗର ହେଲା। ତଟିନୀର ତଟିନୀ ମାନେ ନଦୀ ସରିତ ନିମ୍ନଗା ହେଲା। ସମୀର ମାନେ ପବନ ବାୟୁ। ଭୂଧର ଭୂଧର ଶବ୍ଦର ଅର୍ଥ ହେଲା କଣ ପାହାଡ ପର୍ବତ ସେ ତ ସେ ଅନୁସାରେ କଣ ହବ ପର୍ବତ ଅଚଳ ଗିରିବର ଗିରିଧର। ତ ଉତ୍ତଜ ଉତ୍ତଜ କଣ ଉତ୍ତଜ ମାନେ କୁଡିଆ କୁଡିଆ କହିପାରିବ କୁଟୀର କହିପାରିବ ଘର ବି କହିପାରିବ ହେଲା। ଅରି ଅରି ମାନେ ହେଲା ଶତ୍ରୁ ଅରାତି ଆଉ ହେଲା ବୈରୀ ହେଲା। ଅରି ଅର୍ଥ ହେଲା ଶବ୍ଦର ଅର୍ଥ ହେଲା ଶତ୍ରୁ ସାଧାରଣତଃ ଶତ୍ରୁ ଅରାତି ମାନେ ବି ଶତ୍ରୁ ବୈରୀ ମାନେ ବି ଶତ୍ରୁ। ଏବେ ଦେଖିବା ଦୁଇ ନମ୍ବର କ୍वेଶ୍ଚन। ଦୁଇ ନମ୍ବର କ୍वेଶ୍ଚन କଣ ଦେଇଛି ବିପରୀତ। ବିପରୀତ ମାନେ କଣ ବୁଝିପାରୁଛ ତ ତାର ଅପୋଜିଟ ୱାର୍ଡ ବା ବିପରୀତ ଶବ୍ଦ ଦେଖିବା କଣ କହୁଛି ଯେମିତି ତମେ କହୁଛ ସୁଖ ସୁଖର ଅପୋଜିଟ ବିପରୀତ ଶବ୍ଦ କଣ ହବ ଦୁଃଖ। ଠିକ ସେଇଭଳି ଶୁଭ୍ର ଶୁଭ୍ର ମାନେ ଯାହାର ତେଜ ଅଛି ତ ତାର ବିପରୀତ କଣ ହବ ମଳିନ ଯାହାର ତେଜ ନାହିଁ ଶୁଭ୍ର ମଳିନ। ଘନ ଅଧିକା ହେଲା ଘନ ମାନେ ଡେନ୍ସ ବା ଅଧିକା ଅଛି। ତରଳ ସୁନ୍ଦର ଅସୁନ୍ଦର ପବିତ୍ର ଅପବିତ୍ର ପୁଣ୍ୟ ପାପ ଦର୍ପିତ ବିନୀତ। ଠିକ ଅଛି ଏତେ ସେପଟ ଏକ ନମ୍ବର କ୍ୱେଶ୍ଚନ ଥିଲା କଣ ପ୍ରତି ଶବ୍ଦ ଦୁଇ ନମ୍ବର ହେଲା ବିପରୀତ ଶବ୍ଦ। ନେକ୍ସଟ ଦେଖିବା ବାକ୍ୟ ଗଠନ। ବାକ୍ୟ ଗଠନ ବହୁତ ସାଧା ତମେ ବି ନିଜ ମନରୁ ବି ବାକ୍ୟ ଗଠନ କର। ବି ଧୌତ ଶବ୍ଦର ମୁଁ ବୁଝେଇ ଦଉଛି ତମେ ଦେଖିବ ତମର ନିଜେ ମନରୁ କଣ କରିପାରିବ। ବି ଧୌତ ଶବ୍ଦର ଅର୍ଥ ହେଲା କଣ ଧୋଇଦେବେ। ଠିକ ଅଛି ଯେମିତି ଜ୍ୟୋତ୍ସ୍ନା ବି ଧୌତ ବା ଧୋଇଦିଏ ରାତ୍ରି ଭାବୁକକୁ ବିମୋହିତ କରେ। ଠିକ ଅଛି ସୁଶୋଭିତ ସୁଶୋଭିତ ମାନେ ହେଲା ଶୋଭା ପାଏ। ରାମଚନ୍ଦ୍ରଙ୍କର ସୁଶୋଭିତ ରୂପ ଦେଖି ମୁନି ମାନେ ବିମୋହିତ ହୋଇଥିଲେ। ଏଇ ଯୋଉ ଲାଇନ ଲେଖାଯାଏନି ରାମଚନ୍ଦ୍ରଙ୍କ ସେଟା ଗୋଟେ ଷ୍ଟୋରି ଅଛି ମୁଁ କହୁଛି ଶୁଣ। ଷ୍ଟୋରି କଣ ନା ଯେତେବେଳେ ରାମଚନ୍ଦ୍ର କୁଆଡେ ଯାଉଥିଲେ ନା ରାମଚନ୍ଦ୍ର ଯେତେବେଳେ ବନବାସ ଯାଉଛନ୍ତି 14 ବର୍ଷ ପାଇଁ ସିଏ ବିଭିନ୍ନ ପ୍ରକାର ପଞ୍ଚବଟୀ ବନ ବନବାସ ଯାଉଛନ୍ତି ବନରେ କଣ ଯାଉଥିବା ସମୟରେ ବନରେ କେଉଁମାନେ ତପସ୍ୟା କରିଥାନ୍ତି ସାଧାରଣତଃ ଯୋଉଠି ନିଶ୍ଚଳ ନିଶ୍ଚିନ ମୁନି ଋଷି ମାନେ ତପସ୍ୟା କରିବାକୁ ଭଲ ପାଆନ୍ତି କଣ ଯେମିତି କୋଳାହଳ ନଥିବ ଶାନ୍ତ ପରିବେଶ ଥିବ ତ ସେଠି ଅନେକ ମୁନି ଋଷି ମାନେ କଣ କରିଥିଲେ ତପସ୍ୟା କରିଥିଲେ। ଯେତେବେଳେ ରାମ ସେଇ ବାଟ ଦେଇ ଯାଉଛନ୍ତି ରାମ ଏତେ ସୁନ୍ଦର ଦେଖିବାକୁ ଯେ ରାମକୁ ଦେଖି ସେ କଣ ହଉଥିଲେ ବିମୋହିତ। ସେ ମନେ ମନେ ଭାବୁଥିଲେ କଣ ନା କାଳେ ରାମଚନ୍ଦ୍ର କଣ ମୋର ସ୍ଵାମୀ ହୁଅନ୍ତେ କି। ତ ସେଥିପାଇଁ ରାମଚନ୍ଦ୍ର ତ ଭଗବାନ ସିଏ ଜାଣି ନେଇଥିଲେ କଣ ଜାଣିନେଲେ ଯେ ମାନେ କଣ ତାଙ୍କ ମନର ଋଷି ମୁନି ମାନଙ୍କର ମନର ଭାବନା। ତ ସେଠି ସିଏ ପ୍ରତିଶ୍ରୁତି ଦେଲେ କଣ ମୋର ପରବର୍ତ୍ତୀ ଅବତାରରେ ମୁଁ ତମାନଙ୍କର ଯୋଉ ଇଚ୍ଛା ମୁଁ ପୂରଣ କରିବି। ତ ସେଥିପାଇଁ ରାମଚନ୍ଦ୍ରଙ୍କର ପରବର୍ତ୍ତୀ ଅବତାର କଣ ଥିଲା କୃଷ୍ଣ। ତ ସେଥିପାଇଁ କୁହାଯାଏ କୃଷ୍ଣଙ୍କର 16 ସହସ୍ର ଉପନାରୀ। ଠିକ ଅଛି ଏବେ ଦେଖିବା ରାଜିତ। ରାଜିତ ମାନେ ହେଲା କଣ ମଣ୍ଡନ କରିଛି ଶୁଭା ପାଉଛି। ଆଶ୍ରମରେ ପୁଷ୍ପ ରାଜିତ ଦୃଶ୍ୟ ଚିତ୍ତ ହରଣ କରେ। କଳକଳ ଚିଲିକାର ପକ୍ଷୀ ମାନଙ୍କର କଳକଳ ଶବ୍ଦ ଶୁଣାଯାଏ। ତମେ ବି ଲେଖି ପାରିଥାନ୍ତ ଝରଣା କଳକଳ ନାଦ କରିକି ବହି ଯାଉଛି। ଜ୍ଞାନ ବିଜ୍ଞାନ ବର୍ତ୍ତମାନ ଓଡିଶା ଜ୍ଞାନ ବିଜ୍ଞାନରେ ଯଥେଷ୍ଟ ଆଗେଇ ଗଲାଣି। ଉଟଜ ମାନେ ଘର ଘନ ଅରଣ୍ୟରେ ମୁନି ମାନେ ଉଟଜ ତିଆରି କରି ରହୁଥିଲେ। ଠିକ ଅଛି ଏବେ ଯିବା ପରବର୍ତ୍ତୀ 4 ନମ୍ବର କ୍ୱେଶ୍ଚନ।
ଧ୍ୱନ୍ୟାତ୍ମକ ଠିକ ତାରି ଭଳି ଶୁଭୁଥିବ ବା ତାରି ଭଳି ଯୋଡା ଶବ୍ଦ ଲେଖିବା ଯେମିତି କଳ କଳ ସେବେଳେ କଣ ହବ ନା ଧଡ ଧଡ ହେଲା ଧଡ ଧଡ ଫଡ ଫଡ ଗଡ ଗଡ ଆଉ କଣ ଖର ଖର ଛର ଛର ଠିକ ତାରି ଭଳିଆ ଯୁଗ୍ମ ଶବ୍ଦ ହେଲା। 5 ନମ୍ବର କ୍ୱେଶ୍ଚନ ପଠିତ କବିତା ଅବଲମ୍ବନରେ ଶୂନ୍ୟ ସ୍ଥାନ ପୂରଣ କର ତାମାନେ ଏଇଠି ଶୂନ୍ୟ ସ୍ଥାନ ମାନେ ଯୋଉଟା କଳା କଲର ଅଧିକା କରାଯାଇଛି ସେଇଟା ତୁମର ହେଲା କଣ ନା ସେଇଟା ତୁମର ଛଡା ଯାଇଥିଲା ହେଲା ସେଇଟାକୁ ତା ତଳେ ଅଣ୍ଡରଲାଇନ ହେଇଥିଲା ସେଟାକୁ ଲେଖି ଦିଆଯାଇଛି ହେଲା ଯେମିତି ତମେ ଯୋଉ ଗୀତରେ ପଢିଥିଲ ପୂତ ପୟୋଧି ବି ଧୌତ ଶରୀର ତ ସେଇଠୁ ଗୋଟେ ଲାଇନ ଅଣା ହେଇଛି କଣ ପୂତ ଏଠି ଅଣ୍ଡରଲାଇନ ବି ଧୌତ ଶରୀର ତ ଏଠି କଣ ବସିବ ନା ପୟୋଧି ଠିକ ସେଇଭଳି ତାଳ ତମାଳ ଏଠି ତମାଳ ପାଖରେ ଅଣ୍ଡରଲାଇନ ଥିଲା ବା ଏଠି କିଛି ନଥିଲା ଶୂନ୍ୟ ସ୍ଥାନ ଥିଲା ତାଳ ତମାଳ ସୁଶୋଭିତ ତୀରା ତାର ଅର୍ଥ ହେଲା ତାଳ ତମାଳ ବୃକ୍ଷ ନଦୀ ସମୁଦ୍ରର ତୀରରେ ଶୋଭା ପାଉଛି ଶୁଭ୍ର ତଟିନୀ କୂଳ ଶୁଭ୍ର ଏଇ ତଟିନୀରେ ଶୂନ୍ୟ ସ୍ଥାନ ଥିଲା ଶୁଭ୍ର ତଟିନୀ କୂଳ ଶିଖର ସମୀରା ଏଠି ଶୂନ୍ୟ ସ୍ଥାନ ଡ୍ୟାଶ ବନଭୂମି ରାଜିତ ଅଙ୍ଗେ ତ ଏଟା କଣ ହବ ଘନ ଘନ ବନଭୂମି ରାଜିତ ଅଙ୍ଗେ ନୀଳ ଭୂଧର ଏଇଠି ଥିଲା କଣ ତମର ଶୂନ୍ୟ ସ୍ଥାନ ନୀଳ ଭୂଧର ମାଳା ସାଜେ ତରଙ୍ଗେ ଦେଶ ମୁଖରିତ ଚାରୁ ବିହଙ୍ଗେ ତାଟା କଣ ହବ କଳ କଳ ମୁଖରିତ ଚାରୁ ବିହଙ୍ଗେ ସୁନ୍ଦର ଶାଳୀ ଏଠି ଶୂନ୍ୟସ୍ଥାନ ଥିଲା ସୁଶୋଭିତ କ୍ଷେତ୍ରା ଜ୍ଞାନ ବିଜ୍ଞାନେ ପ୍ରଦର୍ଶିତ ନେତ୍ରା ଯୁଗୀ ଋଷି ଗଣ ଉତ୍ତଜ ପବିତ୍ରା ସୁନ୍ଦର ମନ୍ଦିର ମଣ୍ଡିତ ଦେଶ ବୁଝିହେଲା 5 ନମ୍ବର କ୍ୱେଶ୍ଚନ ଶୂନ୍ୟ ସ୍ଥାନ ତମ ବହିର କିଛି ଅଂଶ ଅଣ୍ଡରଲାଇନ କରାଯାଇକି ଛଡା ଯାଇଛି ସେଇ ଶୂନ୍ୟ ସ୍ଥାନରେ ତମେ କଣ କରିବ ଶୂନ୍ୟ ସ୍ଥାନ ପୂରଣ କରିବ ତ ଯିଏ ଗୀତର ମନେ ରଖିବେ ପୂରଣ କରିପାରିବ ଯିଏ ମନେ ନାହିଁ ସେ କଣ କରିବ ବହି ଦେଖି ପୂରଣ କରିବ ତ ସେଇ ଅନୁସାରେ ତାର ସୁବିଧା କଣ ହବ ଶିଖିଦବ ଠିକ ଅଛି ଏବେ ଯିବା କ୍ୱେଶ୍ଚନ ନମ୍ବର 6 ହେଲା କ୍ୱେଶ୍ଚନ ନମ୍ବର 6 କଣ କହୁଛି ଅର୍ଥଗତ ପାର୍ଥକ୍ୟ ହେଲା ଦିଟା ଅଛି ଦେଖ ଠିକ ଉଚ୍ଚାରଣ ଶୁଭୁଥିବ ମୁଁ ବି ଏଟା ସୁର ସୁର ଉଚ୍ଚାରଣ ଠିକ ହଉଛି କିନ୍ତୁ ତାର ଶବ୍ଦର ଅର୍ଥ ଅଲଗା ଅଲଗା ଅଛି ସୁର ଦନ୍ତେଶ୍ୱର ହର୍ଷକାର ର ଏ ସୁର ଶବ୍ଦର ଅର୍ଥ ହେଲା ଦେବତା ହେଲା ତାଲବେଶର ଦୀର୍ଘକାର ର ଏ ସୁର ଶବ୍ଦର ଅର୍ଥ ହେଲା କଣ ବୀର ହେଲା ଏ ସୁର ମାନେ ଗୋଟେ ସୁରର ଅର୍ଥ ହେଲା ଦେବତା ଆଉ ଗୋଟେ ସ୍ୱରର ଅର୍ଥ ହେଲା ବୀର ସେଟା ପୁତ ପୁତ ଉଚ୍ଚାରଣ ଠିକ ହଉଛି କିନ୍ତୁ ତାଙ୍କର ଅର୍ଥ ଅଲଗା ପର ଦୀର୍ଘକାର ତ ପୁତ ଏ ଶବ୍ଦର ଅର୍ଥ ହେଲା ପବିତ୍ର କିନ୍ତୁ ପର ହର୍ଷକାର ତ ସେ ପୁତ ଶବ୍ଦର ଥିଲା ପୁଅ ସନ୍ତାନ ଠିକ ଅଛି ଶାଳୀ ଶାଳୀ ଗୋଟେ ଶାଳୀ ତାଲବେଶର ଆକାର ଳର ହର୍ଷିକା ଦିଏ ସେଟା ହେଲା ଧାନ୍ୟ ବା ଶସ୍ୟ ବିଶେଷ ଶାଳୀ ଧାନ୍ୟ କୁହାଯାଏ ହେଲା ଧାନ୍ୟ ବିଶେଷୀ କିନ୍ତୁ ଆଉ ଗୋଟେ ସ୍ତ୍ରୀ ଆଉ ଗୋଟେ ଶାଳୀ ଶବ୍ଦର ଅର୍ଥ ହେଲା କଣ ସ୍ତ୍ରୀର ସାନ ଭଉଣୀକୁ କୁହାଯାଏ କଣ ଶାଳୀ ବୋଲି କୁହାଯାଏ ବଳି 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 ପ୍ରଥମ ବଳି ଶବ୍ଦର ଅର୍ଥ କଣ ବଳି ଶବ୍ଦଟା ହେଲା ପୂଜା ସାମଗ୍ରୀ ବା ଦୈତ୍ୟ ରାଜ୍ୟ ବିରୋଚନଙ୍କ ପୁତ୍ର ହେଲା ବଳି ଆଉ ଗୋଟେ ବଳି ଶବ୍ଦର ଥିଲା ଳର ଦୀର୍ଘକାର ଯୋଉଟା ହର୍ଷିକାର ବଳି ଶବ୍ଦର ଥିଲା କଣ ପୂଜା ସାମଗ୍ରୀ କହିପାରିବ ବା ବଳି ପକାଯାଏ ମନେ ରଖିପାରିବ କିନ୍ତୁ ଆଉ ଗୋଟେ ବଳର ଦୀର୍ଘକାର ହେଲା କଣ ମୂଲ୍ୟବାନ ବା ବଳବାନ ଏ ଶବ୍ଦ ବଳିର ଶବ୍ଦ ଅର୍ଥ ହେଲା କଣ ବଳବାନ କୂଳ କୂଳ ପର ଦୀର୍ଘକାଳ କୂଳ ଶବ୍ଦର ଅର୍ଥ ହେଲା କଣ ନଦୀ ବା ସମୁଦ୍ରର ତଟ ଯୋଉଟା ନଦୀର କୂଳ କୁହାଯାଏ ଦ୍ୱିତୀୟ କୂଳ ଶବ୍ଦର ଥିଲା କଣ ନା ବଂଶ ଠିକ ଅଛି ଏବେ ଯିବା କ୍ୱେଶ୍ଚନ ନମ୍ବର 7 କ୍ୱେଶ୍ଚନ ଦେଇଛି ଚାରୁ ଭାଷମୟୀ କାହାକୁ କୁହାଯାଇଛି ତ ଆନ୍ସର କଣ ହବ ଚାରୁ ଭାଷମୟୀ ଉତ୍କଳ ଜନନୀକୁ କୁହାଯାଇଛି ସେଇ କଥା ଲେଖିବ ଚାରୁ ଉତ୍କଳ ଜନନୀକୁ ଚାରୁ ଭାଷମୟୀ ବୋଲି କୁହାଯାଇଛି କାରଣ ସେ ଦେଇଛି କଣ ନା 2ରୁ 3ଟି ବାକ୍ୟ ଭିତରେ ଲେଖିବା ପାଇଁ କହିଛି ବୋଧେ ହେଲା ଚାରୁ ଭାଷମୟୀ ବୋଲି କୁହାଯାଇଛି ଉତ୍କଳ ଜନନୀକୁ ଚାରୁ ଭାଷମୟୀ ଶବ୍ଦର ଅର୍ଥ ହେଲା କଣ ଯେ ଗୌରବମୟ ଅବସ୍ଥାକୁ ସୂଚାଇଥାଏ କାରଣ ସନ୍ତାନ ମାନଙ୍କର ଗୌରବ ଜନନୀର ମୁଖରେ ମଧୁର ହସ ଖେଳିଥାଏ ଠିକ ଅଛି ପୁନଶ୍ଚ ଓଡିଆ ଭାଷାରେ ମୃଦୁତା ଓ ମଧୁରତା ହେତୁ ଉତ୍କଳ ଜନନୀକୁ ଚାରୁ ଭାଷମୟୀ ବୋଲି କୁହାଯାଇଛି 8 ନମ୍ବର କ୍ୱେଶ୍ଚନ ଉତ୍କଳ ଜନନୀକୁ କିଏ ଧୋଇ ଦଉଛି ନା
ପୂତ ପୟୋଧି ବିଧୌତ ଶରୀରା। ତ ପୂତ ଶବ୍ଦ ଥିଲା ପବିତ୍ର, ହେଲା ପୟୋଧି ମାନେ ହେଲା ମହୋଦଧି ବା ସମୁଦ୍ରର ଜଳ। ତ ସେଇ ଅନୁସାରେ ଲେଖିବ କଣ ପୂତ ବା ପବିତ୍ର ମହୋଦଧିର ଜଳ ଉତ୍କଳ ଜନନୀକୁ ଧୋଇ ଦଉଛି। ସମୁଦ୍ର କୂଳ କେଉଁ କେଉଁ ବୃକ୍ଷ ଦ୍ଵାରା ସୁଶୋଭିତା? ନା ସମୁଦ୍ର କୂଳ ତାଳ ତମାଳ ବୃକ୍ଷ ଦ୍ଵାରା ସୁଶୋଭିତା। ଉତ୍କଳର ଆକାଶ କାହାର କଳରବରେ ମୁଖରିତ? ନା ଉତ୍କଳର ଆକାଶ ଆଜି ସୁନ୍ଦର ସୁନ୍ଦର ଗାନ କରୁଥିବା ବିହଙ୍ଗ ମାନଙ୍କର କଳରବରେ ମୁଖରିତ। ପର୍ବତମାଳା ଗୁଡିକର ଉତ୍କଳ ଜନନୀଙ୍କ ଦେହରେ କିଭଳି ଶୋଭା ପାଉଛନ୍ତି? ନା ପର୍ବତମାଳା ଗୁଡିକ ଉତ୍କଳ ଜନନୀଙ୍କ ଦେହରେ ତରଙ୍ଗ ଆକାରରେ ଢେଉ ସଦୃଶ, ଯେମିତି ସମୁଦ୍ରର ଢେଉ, ହେଲା ତ ସେଇ ଅନୁସାରେ ଶୋଭା ପାଉଛି ବୋଲି କୁହାଯାଉଛି। କେଉଁମାନଙ୍କ କୁଟୀର ଦ୍ଵାରା ଉତ୍କଳ ପବିତ୍ର ହଉଛି? ନା ଯୋଗୀ ଋଷି ମାନଙ୍କର କୁଟୀର ଦ୍ଵାରା ଆଜି ଉତ୍କଳ ପବିତ୍ର ହଉଛି। ଶ୍ରେଷ୍ଠ କବି ମାନେ କାହାର କୀର୍ତ୍ତି ବନ୍ଦନା କରୁଛନ୍ତି? ଶ୍ରେଷ୍ଠ କବି ମାନେ ଉତ୍କଳ ଜନନୀର କୀର୍ତ୍ତି ବନ୍ଦନା କରୁଛନ୍ତି, ଯାହା ଦ୍ଵାରା ଉତ୍କଳ ଜନନୀଙ୍କର କୀର୍ତ୍ତି ସାରା ପୃଥିବୀରେ ଖ୍ୟାତି ଲାଭ କରିଛି। ଏବେ ଯିବା ସରଳାର୍ଥ। କ୍ୱେଶ୍ଚନ ନମ୍ବର 14। ସରଳାର୍ଥ କେମିତି ଲେଖିବ? ନା ପ୍ରଥମେ ତ ପଦ୍ୟାଂଶଟି ଛାଡ, ପ୍ରଥମେ ଲେଖିବ କଣ କବି ପରିଚୟ, ହେଲା ପ୍ରଥମେ ରହିବ କବି ପରିଚୟ, ଠିକ ଅଛି। କବି ପରିଚୟ ଲେଖିବ, ସେ କବିତାର ନାଁ ଲେଖିବ, କବି ସେ କବିତାଟି କୋଉଠୁ ଆନିତ ସେକୁ ଲେଖିବ। ଲେଖି ସାରିଲା ପରେ ତାପରେ ଯିବ କଣ ଲେଖା ହେଇଛି, ବିଷୟ କଣ ଦେଇଛି। ପୂତ ପୟୋଧି ବିଧୌତ ଶରୀରା ତାଳ ତମାଳ ଶୋଷୋଭିତ ତୀରା। ତ ଏଇ ଅର୍ଥ ହେଲା ଯେ କଣ ପବିତ୍ର ସମୁଦ୍ରର ଜଳ କଣ କରୁଛି, ଉତ୍କଳ ଜନନୀର ଶରୀରକୁ ବିଧୌତ ଧୋଇ ଦଉଛି। ଆଉ ତାଳ ତମାଳ ବୃକ୍ଷରେ ଆଜି ସମୁଦ୍ର ତୀର ନଦୀ ତୀର ମାନ ଶୋଭା ପାଉଛି। ତ କଣ ଲେଖିବ ସେଗୁଡା? ପୂତ ପୟୋଧି ଡଟ 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 ସୁଶୋଭିତ ତୀରା। ଠିକ ଅଛି। ପ୍ରଥମେ କବି ପରିଚୟ ରହିବ। ନା ଉକ୍ତ ପଦ୍ୟାଂଶଟି କିଏ ଲେଖିଛନ୍ତି, କବି କିଏ? ନା କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ବା ବିରଚିତ ବନ୍ଦେ ଉତ୍କଳ ଜନନୀର ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହେଇଛି। କାରଣ ଏଇ ଯୋଉ ବନ୍ଦେ ଉତ୍କଳ ଜନନୀ ସମସ୍ତଙ୍କ ମନରେ ଜାତୀୟତା ଭାବନା ଜାଗ୍ରତ କରିବା ପାଇଁ କବି ଲେଖିଛନ୍ତି। ତ ଏଠାରେ କବି ପ୍ରାୟ ପ୍ରିୟ ଜନ୍ମଭୂମି ଉତ୍କଳ ଜନନୀଙ୍କର ଭୌଗୋଳିକ ସ୍ଥିତି, ଭୌଗୋଳିକ ସ୍ଥିତି ମାନେ କିଭଳି ଏବେ ଭୌଗୋଳିକ ଅନୁସାରେ କୋଉଠି କଣ ଶୋଭା ପାଉଛି, କି ତାର ଚରଣ ଧୋଇ ଦଉଛି ବା ବାହ୍ୟ ଶୋଭାର ବର୍ଣ୍ଣନା କରିଛନ୍ତି। ଆମର ଜନ୍ମଭୂମି ଉତ୍କଳର କୋଉଠି? ଉତ୍କଳର ପୂର୍ବ ଦିଗରେ ସୀମା କଣ ଅଛି? ପୂର୍ବ ଦିଗରେ କଣ ଅଛି? ଉତ୍କଳର ପୂର୍ବ ଦିଗରେ ବଙ୍ଗୋପସାଗର ଦ୍ୱାରା ବେଷ୍ଟିତ। ବଙ୍ଗୋପସାଗର ପୂର୍ବ ଦିଗରେ ଅଛି। ଏଇ ବଙ୍ଗୋପସାଗରକୁ ପୁରାଣ ଶାସ୍ତ୍ରକାର ମାନେ ପବିତ୍ର ମହୋଦଧି ବୋଲି ଲେଖିଛନ୍ତି ବା ଭାବରେ ପରିଚିତ କରାଇଛନ୍ତି। କବିଙ୍କ ମତରେ ସେଇ ମହୋଦଧିର ଜଳ କଣ ପବିତ୍ର। ତ ମୁଁ କହିଲି ପୂତ ଶବ୍ଦର ଥିଲା ପବିତ୍ର, କବି କଣ କହୁଛନ୍ତି? ନା ସେଇ ପବିତ୍ର ବଙ୍ଗୋପସାଗରର ଜଳ ଆଜି କଣ ପବିତ୍ର, ମହୋଦଧିର ଜଳ ହେଲା ପବିତ୍ର। ତ ଯାହା ଦ୍ୱାରା ଉତ୍କଳ ଜନନୀର ଶରୀରକୁ ଧୋଇ ଦେଇ ଉତ୍କଳ ଜନନୀକୁ ମଧ୍ୟ ପବିତ୍ର କରାଉଛନ୍ତି। ମହୋଦଧିର ଜଳ ଉତ୍କଳ ଜନନୀର ସେବା ଦ୍ୱାରା ସେ ସଦା ପବିତ୍ର ହେଉଛନ୍ତି। ପୁନଶ୍ଚ ଏହାର ତଟ ଦେଶରେ ଶୋଭା ପାଉଥିବା କଣ ତାଳ ତମାଳ ବୃକ୍ଷ ଦ୍ୱାରା କଣ ଶୋଭା ପାଉଛି। ତ ସେଇ ଅନୁସାରେ ଯେହେତୁ ବୃକ୍ଷ କହୁଛି, ବୃକ୍ଷର ପତ୍ର ରଙ୍ଗ କଣ ସବୁଜ, ତ ସେଇ ବୃକ୍ଷର ସବୁଜିମାରେ ଉତ୍କଳର ଜନନୀ ଅପୂର୍ବ ସ୍ତ୍ରୀ ଧାରଣ କରିଥାଏ, ସୁନ୍ଦର ସୌନ୍ଦର୍ଯ୍ୟ ବିମଣ୍ଡିତ ହେଇଥାଏ ଉତ୍କଳ। ଏଠାରେ କବି ଉତ୍କଳର ଭୌଗୋଳିକ ସ୍ଥିତିକୁ କାବ୍ୟିକ ବା କବିତା ଆକାରରେ ରୂପ ଦେଇଛନ୍ତି। ଏଇଟା ତୁମର ଭେରି ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚନ, ମନେ ରଖିବ ସରଳାର୍ଥ ପାଇଁ, ହେଲା କଣ ଘନ ଘନ ବନଭୂମି ରାଜିତ ଅଙ୍ଗେ ନୀଳ ଭୂଦର ମାଳା ସାଜିତ ରଙ୍ଗେ। ତ ଏଇ ଲାଇନ ର ଅର୍ଥ କଣ କହିଦଉ ଶୁଣ। ଘନ ଘନ, ଘନ ଘନ ଶବ୍ଦର ଥିଲା ପାଖାପାଖି, ଯୋଉଟା କି ତମେ କହୁଛ ଯେମିତି କଣ ପାଖାପାଖି ପୁରା ଘଞ୍ଚ ଲଗାଲଗି ହେଇକି ଅଛନ୍ତି। ଯେମିତି କହିବି ଗୋଟେ ରୁମ ରେ 10 ଜଣ ପିଲା ଅଛନ୍ତି, ସେଇ ରୁମ ରେ ଯଦି 50 ଜଣ ହେଇଯିବେ, ଘନ କୋଉଟା ହବ ନା ଯୋଉଟା 50 ଜଣ ଅଛନ୍ତି, ଠିକ ସେଇଭଳି ଘନ ଘନ ବନଭୂମି ରାଜିତ ଅଙ୍ଗେ ନୀଳ ଭୂଦର ମାଳା ସାଜିତ ରଙ୍ଗ। ଘନ ଘନ ଘଞ୍ଚ ଅରଣ୍ୟ ବା ବନଭୂମି ଆଜି କିଭଳି ଶୋଭା ପାଉଛି? ବନ ଜଙ୍ଗଲ ଘଞ୍ଚ ଜଙ୍ଗଲ ଦ୍ୱାରା ଶୋଭା ପାଉଛି ତାର ଅଙ୍ଗ। ଆଉ ଭୂଦର ମାଳା, ଭୂଦର ମାଳା ଶବ୍ଦର ଅର୍ଥ ହେଲା କଣ ପର୍ବତ।
ନୀଳ ରଙ୍ଗର ଭୂଦରମାଳା କଣ ଢେଉ ଆକାରରେ ତରଙ୍ଗ ଆକାରରେ ସଜେଇ ହେଉଛନ୍ତି ତା ଶରୀରରେ କାର ନା ଉତ୍କଳ ଜନନୀର। ତ ସେମ କଥା ଘନ ଘନ ସାଜେ ତରଙ୍ଗେ ସଂସିତ ହେଲା। ଲେଖିବ ସଂସିତ ହେଲା। ସଂସିତ ପଦ୍ୟାଂଶଟି ବନ୍ଦେ ଉତ୍କଳ ଜନନୀ ହେଲା। କାନ୍ତ କବି ଲକ୍ଷ୍ମୀକାନ୍ତଙ୍କ ରଚିତ ଦେଶାତ୍ମବୋଧକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀରୁ ଗୃହୀତ ହୋଇଛି। ଠିକ ଏଥିରେ କଣ କରୁଛନ୍ତି କବି ନା ବନ୍ଦେ ଉତ୍କଳ ଜନନୀର ଅରଣ୍ୟ ଆଉ ପର୍ବତମାଳାର ଶୋଭାକୁ ହୃଦୟସ୍ପର୍ଶୀ ଭାବରେ ପରିପ୍ରକାଶ କରୁଛନ୍ତି। ତାପରେ ଲେଖିବ କେମିତି ଆମ କଣ ଉତ୍କଳ ଜନନୀ ଶରୀର ବିଭିନ୍ନ ପାହାଡ ପର୍ବତ ବା ପ୍ରାକୃତିକ ଅଞ୍ଚଳରେ ପ୍ରାକୃତିକ ପରିବେଶରେ ସୁଶୋଭିତ ହେଇଛି। ଏହାର ବିସ୍ତୀର୍ଣ୍ଣ ଅଞ୍ଚଳ ଅରଣ୍ୟ କାହା ଦ୍ୱାରା ବିଭିନ୍ନ ପ୍ରକାରର ବନଭୂମି ବିଭିନ୍ନ ପ୍ରକାରର ବୃକ୍ଷ ଯଥା ଶାଳ ପିଆଶାଳ ଆସନ କୁରୁମ ଏଇ ସବୁ ବୃକ୍ଷ ମାନଙ୍କ ଦ୍ୱାରା ଆଜି ଶୋଭା ପାଉଛି ବା ପରିପୂର୍ଣ୍ଣ। ପୁନଶ୍ଚ ସେଇ ଜଙ୍ଗଲରେ କଣ କେବଳ କଣ ବୃକ୍ଷ ଅଛି ତା ସହିତ ବିଭିନ୍ନ ପଶୁ ପକ୍ଷୀ ମଧ୍ୟ ବାସ କରୁଛନ୍ତି। ନାନା ନାନା ଜାତିର ପକ୍ଷୀ ମଧ୍ୟ ବାସ କରୁଛନ୍ତି। ଗଛଲତା ସାଙ୍ଗକୁ ଏଇ ଯୋଉ ପକ୍ଷୀ ମାନଙ୍କର ଯୋଉ କଳରବ ଆଜି ଦର୍ଶକ ମାନଙ୍କୁ ବିମୋହିତ କରେ ଆକର୍ଷଣ କରେ। ଉତ୍କଳର ସ୍ଥାନେ ସ୍ଥାନେ ଦେଖାଯାଏ ସବୁଜ ବୃକ୍ଷ ଆଚ୍ଛାଦିତ ତୁଙ୍ଗ ପର୍ବତମାଳା। ସେଇ ପର୍ବତମାଳା ଦୂରରୁ ଆମକୁ ମନୋରମା ଦେଖାଯାଏ। ସେଥିପାଇଁ କୁହାଯାଏ କଣ ଦୂରକୁ ସୁନ୍ଦର ଉଚ୍ଚ ପର୍ବତ ପାଖକୁ ସୁନ୍ଦର କହି। ଯେତେବେଳେ ଆମେ ପର୍ବତ ପାହାଡ ପର୍ବତକୁ ଦୂରରୁ ଦେଖନ୍ତି ତ ଆମ କଣ ମନ ବିମୋହିତ ଲାଗେ କିନ୍ତୁ ପାଖକୁ ଗଲେ ଆମକୁ ସେତେ ଭଲ ଲାଗେ ନାହିଁ ହେଲା। ଠିକ ସେଇଭଳି ପର୍ବତମାଳାର ସେଇ ଦୃଶ୍ୟ ଦୂରରୁ ମନୋରମ ଦେଖାଯାଏ। ଛୋଟ ଛୋଟ ପାହାଡ ଗୁଡିକର ପାଖକୁ ପାଖ ଲାଗି ଲହଡି ଭାଙ୍ଗିଲା ଭଳି ସମୁଦ୍ରର ଲହଡି ଯେପରି କଣ ପାଖ ପାଖ ତାପରେ ଆସିଥାଏ ଠିକ ସେଇଭଳି ତରଙ୍ଗ ଆକାରରେ ଦର୍ଶାଯାଏ ବା ଦେଖାଯାଏ। ଏହି ନୀଳ ପର୍ବତ ଗୁଡିକ ଦେଖାଯାନ୍ତି। କବି ଉତ୍କଳର ଶୋଭାକୁ ଯଥାର୍ଥ ଭାବେ ବର୍ଣ୍ଣନା କରିବାକୁ ଯାଇ ଅତି ଘଞ୍ଚ ପ୍ରଦେଶର ପର୍ବତମାଳା ରୂପକୁ ଦେଖିବାକୁ ଚେଷ୍ଟା କରୁଛି। ଏଥିରେ କବିଙ୍କର ଉପସ୍ଥାପନା କାବ୍ୟକ ଓ ମନୋଜ୍ଞ ମନୋଜ୍ଞ ଥିଲେ ମନକୁ ଛୁଇଁ ପାରିଛି। ଠିକ ଅଛି ଏବେ ଯିବା କ୍ୱେଶ୍ଚନ ନମ୍ବର 16। ଦେଖ କଣ କହୁଛି ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ରା ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା। ସୁନ୍ଦର ଶାଳୀ ଶାଳୀ ଶବ୍ଦର ଅର୍ଥ ହେଲା ଧାନ୍ୟ ବା ଶସ୍ୟ କ୍ଷେତ୍ର। ସୁଶୋଭିତ କ୍ଷେତ୍ର ଆଜି ସବୁ ଆଜି ଉତ୍କଳର ଭୂମି ବା କ୍ଷେତ୍ର ଗୁଡିକ କେମିତି ଶୋଭା ପାଉଛି ନା ବିଭିନ୍ନ ପ୍ରକାର ଶସ୍ୟ ଧାନ୍ୟର ଶସ୍ୟରେ ପରିପୂର୍ଣ୍ଣ। ଆଉ ତାର ଚକ୍ଷୁ ନେତ୍ର ଶବ୍ଦର ଥିଲା ଚକ୍ଷୁ ଚକ୍ଷୁ ଆଜି କିପରି ଉଜ୍ଜଳ ହଉଛି ଜ୍ଞାନ ବିଜ୍ଞାନ ଭଳି ଜ୍ଞାନ ବିଜ୍ଞାନ ଦୁଇଟି କ୍ଷେତ୍ରରେ ଆଜି ତାର ଚକ୍ଷୁ ଉଜ୍ଜଳ ହଉଛି। ତ ସେବା ଲେଖିବ ସୁନ୍ଦର ଶାଳୀ ପ୍ରଦର୍ଶିତ ନେତ୍ରା। ଉକ୍ତ ପଦ୍ୟାଂଶଟି ସେଭଳିଆ ଲେଖିବ ଯେମିତି କେଲେ କବି କିଏ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ବିରଚିତ ବା ରଚିତ ବିଷୟ ନା କଣ ବନ୍ଦେ ଉତ୍କଳ ଜନନୀ। କଣ ବନ୍ଦେ ଉତ୍କଳ ଜନନୀର ଶୀର୍ଷକ ଜାତୀୟ ଭାବନା ପ୍ରଣୋଦିତ କବିତାରୁ ଗୃହୀତ ହୋଇଛି। ଠିକ ଅଛି ଏଠାରେ କବି କଣ କରିଛନ୍ତି ନା ଜନ୍ମଭୂମିର ଉତ୍କଳ ଶସ୍ୟ ଶୋଭିତ ସୁନ୍ଦର କ୍ଷେତ୍ର ଏବଂ ଜ୍ଞାନ ବିଜ୍ଞାନର ମହିମାନ୍ୱିତ ହୋଇଥିବା କଥା ଉଲ୍ଲେଖ କରିଛନ୍ତି। ଓଡିଆ ପୁଅ କଣ କରେ ସକାଳୁ କଣ କରେ ମୂଳ ଖାଦ୍ୟ ହଉଛି ତାର ଓଡିଆଙ୍କର ଭାତ। ତ କୃଷକ କଣ କରେ ସକାଳୁ ପଖାଳ କଂସାରେ ବା କଂସାଏ ପଖାଳ ଖାଇକି ତା ଉଦର ପୂରଣ କରେ ବାହାରି ଯାଏ କୋଉଠିକି ନା ତାର କ୍ଷେତକୁ କାମ କରିବା ପାଇଁ। କାରଣ ଧାନ ହେଉଛି ଉତ୍କଳର ପ୍ରଧାନ ଫସଲ। ଏଠାରେ ଦିଗ୍ବିଳୟ ବିସ୍ତାରୀ ଶସ୍ୟ କ୍ଷେତ୍ର ଦେଖାଯାଏ। ଦିଗ୍ବିଳୟ ମାନେ ଆମ ଆଖି ଯେତେବେଳେ ଲକ୍ଷ୍ୟ ବା ଛୁଇଁ ପାରୁଥିବ ସବୁଆଡେ ଖାଲି ଆମକୁ କଣ ଦେଖାଯାଏ ଶସ୍ୟ କ୍ଷେତ୍ର ଧାନ୍ୟ ବା ଧାନ କ୍ଷେତ୍ରର ସବୁଜ ସୀମା ଆମ ଆଖିକୁ ବା ଆମ ଆଖିକୁ ବିସ୍ତାର ଯେତେବେଳେ ଆମ ଆଖି ଆଉଥିବ ସେତେବେଳେ ଖାଲି ଦେଖା ହଉଥିବ କଣ ନାଇଁ ଧାନ ଗଛ ବା ଧାନ ଶସ୍ୟ। ଶରତ ଋତୁରେ ଚାରିଆଡେ ଧାନ କ୍ଷେତ୍ରର ସବୁଜିମା ନୟନକୁ ମନୋହରଣ କରିନିଏ। ପୁଣି ସେଇ ସବୁଜ କ୍ଷେତ୍ର ଶୀତ ଋତୁରେ ସୁବର୍ଣ୍ଣ ସୁବର୍ଣ୍ଣ ମାନେ କଣ ନା ସୁନା ସୁନା ବା ସୁବର୍ଣ୍ଣ ରଙ୍ଗର ଧାରଣ କରିଥିବା
केवल कृषक नुहे जेकोसी दर्शक को प्राण भरा आनंद दे ताले से कौन करे कृषक तार शरत ऋतु रे तार परिश्रम आरंभ करे आ शीत ऋतु रे तार फल मिली था जते बेले कौन हेतिबो ता शस्य पूरा पाची जाइथिबो बा पक्व हो जाइथिबो तो सेते बेले सेई उत्कल भूमि रो संतान माने एठारे किंतु कोन शाली शब्द थे एठारे एक विशेष धरणर शाली धान कथा सूचाई कवि उत्कलर भूमि संतान माने ज्ञान और विज्ञान अधिक पारंगम या बुझाई कवि कहते कौन उत्कल जननी नेत्रु परिप्रकाश होउछि ज्ञानर आलोक और विज्ञानर अपूर्व ज्योति कविंकर एपरि कहिबार उद्देश्य होउछि एही पवित्र उत्कल माटी रे जन्म नेइछन्ति अनेक ज्ञानी और विज्ञानी तो सेमाने ज्ञान और विज्ञान बଳରେ कालजयी कृतित्व हासिल करछि कविंकर एपरि वर्णना उत्कल जननी ପାଇଁ यथार्थ मने हुए। क्वेश्चन नंबर 17 से बोले उत्कल सुरवीर दर्पित गेहा अरिकुल शोणित चर्चित देहा तार मीनिंग मु बुझी देछि एटा तमे लिखिबो निजे तो मीनिंग कोन कहूची अर्थ कहूची उत्कलर सुरवीर एटी सुर शब्द थला कोन वीर योद्धा आज उत्कलर बासभूमि पालटिची उत्कल पालटिची वीर योद्धा मानकर बासभूमि हला गेहा शब्द थला गृह हला कोन गृह अरिकुल शोणित चर्चित देहा अरिकुल शब्द शत्रु शत्रु मानकर शोणित माने हला रक्त शत्रु मानकर रक्त रे आज तार देह आज अनुरंजित होइछि किपरि भाबे एटा तमे लिखिबो कहि ता मीनिंग उत्कलर सुरवीर उत्कल पालटिछि वीर योद्धा मानकर कोन घर अरिकुल शत्रु मानकु विनाश करी शत्रु मानकर रक्त रे से होली खेली आज तार उत्कलर शरीर को सजाई देइछन्ति बा अनुरंजित करछन्ति शत्रु मानकर रक्त एबे जिबा दीर्घ उत्तर मळ हला लंकुश वंदे उत्कल जननी कवितारु उत्कलर वैशिष्ट्य उल्लेख कर उत्कलर वैशिष्ट्य माने हला कोन ना उत्कलर कोन कोन सब गुण अछि बा उत्कल जननी कोन पई चारियाडे प्रख्यात ख्यात विख्यात कोन पई से तार सब गुण लिखिबो तार लिखिबो कोन ठीक से बोले वंदे उत्कल जननी कवितार प्रथमे कवि को ना लिखिबो से एकाधारा थिले कवि कोन कोन से कवि को विषय किछ लिखिबो कोन कोन लिखिछन लिखिबो जेमिति से कवि नाट्यकार गाल्पिक प्राबंधिक और पत्रिका संपादक व्यंग कवि भाव में ओडिया साहित्य से स्वतंत्र स्थान अधिकार करछन किए ना लक्ष्मीकांत महापात्र से स्वच्छल जमीदार परिवार दायाद ताले से थिले जमीदार परिवार संतान उच्च शिक्षा लाभ करथिले भी आजीवन रोग व्याधि तांका जीवन रो दिग्दर्शन को बदलाइतला से इच्छा करथिले त कोन आगु आगु पढ़िबाकू हेले तांकर शरीर तांका सहित साथ देला नै रोग हला तो से आउ पढ़ी पारि ना तो से कोन कले शेष बेले से आर्थिक दुर्गतिर शिकार होई जाति कुटुंबक मालिक कदम रे अतिष्ठ हेबा कारणरू निजको अति असहाय मने करथिले त जाति को कुटुंब माने से जमीदार लोक तांका जमी हला मालिक कदम नेला आइन केस लड़िले कारण काले तांको जमीर भाग हेइतिबो तो से माली मकदमा केस थाना कोर्ट कचेरी जाई शेष से निजको असहाय मन कर दे एकुटिया से तथापि जीवन सारा साहित्यर साधनार निजको से हजाई देबाकू चाहथिले तांको द्वारा रचित एई जातीय संगीत जीवन संगीत से कोन को लिखिछन जातीय संगीत लिखिछन जीवन संगीत लिखिछन चटक चंद्रहास चंपू तांको प्रतिभार बलिष्ठ साक्षर से हासरस कर्ण कालिय दलन प्रभृति अनेक पौराणिक नाटक रचना कर कथाकार भाव पणा उपन्यास बुढ़ा संखारी भली गल्प प्रतिभार यथार्थ प्रमाण बुढ़ा संखारी क्लास 9 देशात्मक बोधक कविता गुड़िक जातीय संगीतर प्रथम कविता वंदे उत्कल जननी जातीय संगीत केवल वंदे उत्कल जननी नहीं आउरी भी अनेक कविता अछि ता भितरु वंदे उत्कल जननी अनुष्ठित संग्रामी परिवार दायाद संग्रामी परिवार संतान भाव में से मातृभूमि को अत्यंत भल पाते तांका दृष्टि तांकर मातृभूमि अनन्या अतुलनीय माने तांका मातृभूमि तांका पाई एक अन्य समस्त कहा सहित से तुलना करबा को चाहती नहीं कारण
ଯେମିତି କହେ ଆମେ କେବଳ ଆମେ ଆମ ମାକୁ କାହା ସହିତ ତୁଳନା କରିବାକୁ ଚାହାନ୍ତିନି, କେବଳ ନିଜ ମା ପାଇଁ ବା ନିଜ ସନ୍ତାନ ପାଇଁ, ନିଜ ମା ବଡ, ନିଜ ମା ପାଇଁ ନିଜ ସନ୍ତାନ। ଠିକ ଅଛି। ଉତ୍କଳ ଜନନୀର ବିମୋହିତ ଛବିକୁ ସେ ସ୍ୱତନ୍ତ୍ର ସ୍ୱରରେ ଦେଖୁଛନ୍ତି। ତାଙ୍କର ମାନସ ପଟରେ ଭାସି ଉଠିଛି ମାତୃଭୂମିର ଅନିନ୍ଦ୍ୟ ରୂପ। ମାତୃଭୂମି ତାଙ୍କର ସେଇ ଉତ୍କଳ ଭୂମିରେ କଣ କଣ ସବୁ ଶୋଭା ପାଉଛି ବା ତାର ରୂପ, ତାଙ୍କ ଭୁବନ ମୋହିନୀ ରୂପ ଶୋଭା ହୃଦୟସ୍ପର୍ଶୀ ଭୌଗୋଳିକ ସ୍ଥିତି କବିଙ୍କ ମନରେ ସୃଷ୍ଟି କରିଛି ଉଚ୍ଛ୍ୱାସିତ ଭାବ। ତାଙ୍କର ସେଇ ଭାବ ପ୍ରୀତିକୁ ଅର୍ଘ୍ୟ ଭାବରେ ସେ ଜଣାଇ ଦେଇଛନ୍ତି। କବିଙ୍କ ଦୃଷ୍ଟିରେ ଉତ୍କଳ ହେଉଛି କଣ? ଚାରୁ ହାସମୟୀ। ପ୍ରଥମ ଯୋଉ ବନ୍ଦେ ଉତ୍କଳ ଚାରୁ ଭାସମୟୀ ଜନନୀ ଜନନୀ ଜନନୀ, ସେଇଠୁ ଆରମ୍ଭ ହେଇଛି। ତ ଉତ୍କଳ ଜନନୀ ହେଉଛି କଣ? ଚାରୁ ଭାସମୟୀ, ଅର୍ଥାତ୍ ଯିଏ ସବୁବେଳେ ତା ଜୀବନରେ ହସ, ଯାହାର ହସ ଖୁବ ସୁନ୍ଦର। ଉତ୍କଳ ଜନନୀର ହସ ଖୁବ ସୁନ୍ଦର। ତାଙ୍କର ବାଣୀ ମଧ୍ୟ ମଧୁର, ଚାରୁ ଭାସମୟୀ। ଆଉ କଣ? ପୂତ ପୟୋଧି, ଯେମିତି ସେଇ ଗୀତ ସବୁ ଟୋଟାଲ ବର୍ଣ୍ଣନା ହେଇଛି। ପୂତ ହେଲା ପବିତ୍ର, ସମୁଦ୍ରର ଜଳ ଆଉ ପୟୋଧିର ତାଙ୍କ ଶରୀରକୁ ସଦା ସର୍ବଦା ବିଧୌତ କରି ପବିତ୍ରକୃତ କରୁଛି। ସାଗରର ତୀରରେ ଲମ୍ବି ଯାଇଛି ତାଳ ତମାଳ ବୃକ୍ଷ ଭଳି କଣ ସୁଦୃଶ୍ୟ ବୃକ୍ଷ ଶ୍ରେଣୀ। କେତେକ ସୁନିର୍ମଳ ସ୍ରୋତସ୍ୱିନୀ ପ୍ରବାହିତ ସ୍ରୋତସ୍ୱିନୀ ମାନେ ନଦୀ ପ୍ରବାହିତ ହେଉଛନ୍ତି ଉତ୍କଳ ଜନନୀର ଶରୀରରେ। ସେଇ ତଟିନୀର ତରଙ୍ଗାୟିତ ଜଳରୁ ବାଷ୍ପ ଗ୍ରହଣ କରି ସମୀରଣ ଆଜି କଣ ହେଇଛନ୍ତି? ସୁଶୀତଳ ହେଉଛି। ସମୀରଣ ମାନେ ହେଲା ପବନ ହେଲା। ଉତ୍କଳର ସେଇ ପ୍ରାକୃତିକ ଶୋଭା ଦେଖି କବି ଲେଖୁଛନ୍ତି, କଣ ଲେଖୁଛନ୍ତି? ସେଇ ଲାଇନ ଟାକୁ ନେଇ ଆସୁଛନ୍ତି। ପ୍ରଥମ ଧାଡି, ସେକେଣ୍ଡ ଧାଡି, ପୂତ ପୟୋଧି ବିଧୌତ ଶରୀରା ତାଳ ମାଳ ସୁଶୋଭିତ ତୀର ଶୁଭ୍ରତଟି ନିଗୁଳ ଶିଖର ସମୀରା ଜନନୀ ଜନନୀ ଜନନୀ। ତାଙ୍କ ଜନନୀରେ ଏଇ ସବୁ ପବିତ୍ର ଜଳଧାରା ଧୌତ ହଉଛି, ତାଳତମାଳ ବୃକ୍ଷରେ ଶୁଭ ପାଉଛି, ଆଉ ଅନେକ ଶୁଭ୍ର ପବିତ୍ର ନଦୀ ଆଜି ବହି ଯାଇଛନ୍ତି ଆଜି ସେଇ ଉତ୍କଳ ଜନନୀର ଶରୀର। ନେକ୍ସଟ ତାପରେ ଲାଇନ, ଉତ୍କଳ ଜନନୀ ଧାରଣ କରିଛି ଏକ ଘନ ଘନ ବନରାଜି। ଘଞ୍ଚ ଅରଣ୍ୟରେ ହେଲା, ଘଞ୍ଚ ଅରଣ୍ୟରେ ସେ ସବୁଜ ଶ୍ରୀ ଧାରଣ କରୁଛି। ସ୍ଥାନେ ସ୍ଥାନେ ରହିଛି ତରଙ୍ଗାୟିତ ନୀଳ ଭୂଦରମାଳା। ଭୂଦରମାଳା ହେଲା ପର୍ବତ। ସୁନ୍ଦର ପକ୍ଷୀ ମାନଙ୍କର କାକଳି, କଳ ଧ୍ୱନି ସଙ୍ଗୀତର ଭୂଭାଗ ହେଉଛି ମୁଖରିତ। ଦିଗନ୍ତ ବିସ୍ତାରୀ ଶାଳି ଧାନର କ୍ଷେତ୍ର ଆଜି ସୁଶୋଭିତ। ଜନନୀର ଅନ୍ନପୂର୍ଣ୍ଣା ସଦୃଶ୍ୟ ଖାଦ୍ୟର ଭଣ୍ଡାର ଖୋଲି ଦେଇଛି। ତାର କୋଳରେ ଜୀବନ ଧାରଣ କରୁଥିବା ସନ୍ତାନ ମାନଙ୍କର ଉଦର ପ୍ରତିପୋଷଣ ହଉଛି, କାରଣ ସେଇ ଶସ୍ୟକୁ କଣ ଲୋକମାନେ ଖାଇ ବଞ୍ଚୁଛନ୍ତି, ତାଙ୍କର ଜୀବନ ଧାରଣର ମାନ ବା ପ୍ରତିଦିନ ନିଜକୁ ପ୍ରତିପୋଷଣ କରୁଛନ୍ତି। ଜନନୀର ନେତ୍ରରେ ରହିଛି ଜ୍ଞାନ ବିଜ୍ଞାନର ଦୃଷ୍ଟିଭଙ୍ଗୀ। ଏଠାରେ ରହିଛନ୍ତି ଋଷିବାସୀ ଯୋଗୀ ଋଷି, ସେମାନଙ୍କ କଣ୍ଠରୁ ସ୍ଫୁରିତ ବେଦ ଧ୍ୱନି ଏଇ ମାଟି ଆଜି ହେଉଛି ପବିତ୍ର। ଠିକ ଅଛି। ଉତ୍କଳ ହେଉଛି କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର ମାଳିନୀ। ସେଥିପାଇଁ ସେଇ ମନ୍ଦିରର ଗାତ୍ରରେ ଉତ୍କଳର ଶିଳ୍ପୀ ମାନଙ୍କର ବୈଶିଷ୍ଟ୍ୟ ପ୍ରତିଫଳିତ ହୁଏ। ତାମାନେ ସେ ମନ୍ଦିରର ଯୋଉ ଗଢା ହେଇଛି ତାର ଶୈଳୀ ଢଙ୍ଗ ରେ ଆଜି ଉତ୍କଳ ଶିଳ୍ପୀ ମାନଙ୍କର ଯୋଉ କଳା, ଉତ୍କୃଷ୍ଟ କଳାର ଦେଶ ଉତ୍କଳ ଆଜି ଜଣାପଡେ ସେଇ ମନ୍ଦିର ମାନଙ୍କୁ ଦେଖିଲେ। ପାବନ ତୀର୍ଥଭୂମି ଉତ୍କଳ ପରିପୂର୍ଣ୍ଣ। ଉତ୍କଳର ବହୁ ସୁରବୀର ଜନ୍ମ ନେଇଛନ୍ତି ଉତ୍କଳରେ। ତେଣୁ ସେମାନେ ଶତ୍ରୁକୁ ପଦାନତ କରି ମାରି ବା ତାକୁ କଣ ଶତ୍ରୁକୁ ନାଶ କରି ଉତ୍କଳ ମାଟିକୁ ଆଜି କଣ କରିଛନ୍ତି? ଗୌରବ ମଣ୍ଡିତ। ସମଗ୍ର ବିଶ୍ୱରେ ଉତ୍କଳ ବୀର ମାନଙ୍କର ଐଶ୍ୱର୍ଯ୍ୟ ରହିଛି ପ୍ରମାଣ। କବି ଲେଖିଛନ୍ତି ସେଥିପାଇଁ, ଉତ୍କଳ ହେଉଛି ଉତ୍କଳ ସୁରବୀର ଦର୍ପିତ ଗେହା ହରିକୁଳ ଶୋଣିତ ଚର୍ଚ୍ଚିତ ଦେହା ବିଶ୍ୱ ଭୂମଣ୍ଡଳେ କୃତବର ସ୍ନେହା ଜନନୀ ଜନନୀ ଜନନୀ। ଉତ୍କଳ ଜନନୀ ଜନ୍ମ ଦେଇଛି ଅନେକ କାଳଜୟୀ କବିକୁ, ଯାହାର ସେଇ କବି ମାନଙ୍କର କାବ୍ୟ ଜନନୀର ସୁଯୋଗ୍ୟ ସନ୍ତାନ ଭାବରେ ମାତୃଭୂମିର ବନ୍ଦନା ଗାନ କରିଛନ୍ତି। ତାଙ୍କର ସେଇ କବିକୃତ ହେଉଛି ଅନିନ୍ଦ୍ୟ କୀର୍ତ୍ତି। ତାଙ୍କୁ ଦେହରେ ଧାରଣ କରିଥିବା ଉତ୍କଳ ଜନନୀ ହେଉଛି ଧନ୍ୟା ପୁଣ୍ୟା ଓ ଚରଣ୍ୟା। ଚିର ସମସ୍ତଙ୍କ ପାଖରେ ଆଜି ନମସ୍ୟ ହେଇଯାଇଛି। କିଏ? ନା ଉତ୍କଳ। ସମସ୍ତେ ତାକୁ ନମସ୍କାର କରୁଛନ୍ତି, ପ୍ରଣାମ ଜଣାଉଛନ୍ତି। କବିତାଟି କବି ଉତ୍କଳ ଜନନୀର ଅନିନ୍ଦ୍ୟ ରୂପ ଶୋଭା, ଐତିହ୍ୟ ଓ ଐଶ୍ୱର୍ଯ୍ୟକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିଛନ୍ତି। କ୍ୱେଶ୍ଚନ ନମ୍ବର 19, ବନ୍ଦେ ଉତ୍କଳ ଜନନୀ ଏକ ମାତୃଭୂମି ପ୍ରଶଂସାମୂଳକ କବିତା। ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର। ତ ସେମ ଲେଖିବ ସେଇଭଳିଆ। ବନ୍ଦେ ଉତ୍କଳ ଜନନୀ କିଏ ଲେଖିଛନ୍ତି? କବି କିଏ? କବି ଆଉ କଣ କଣ ଲେଖିଛନ୍ତି? ତ ଦେଇଛି କଣ ଏଠି? ମାତୃଭୂମି ପ୍ରଶଂସା। ମାତୃଭୂମିର ପ୍ରଶଂସା କରାଯାଇଛି, କାରଣ
ମାତୃଭୂମି ସେଥିପାଇଁ କାରଣ ଯୋଉ କବି ଉତ୍କଳର ଯୋଉ କବି ସେ ନିଜ ଜନ୍ମଭୂମିକୁ କଣ ବର୍ଣ୍ଣନା କରିଛନ୍ତି। ସେଇ କଥା କହୁଛି ଜନନୀ ଜନ୍ମ ଦିଏ ମାତ୍ର ଜନ୍ମଭୂମିର ସନ୍ତାନର ବଞ୍ଚିବାର କାରଣ ହୁଏ। ମା ତ କେବଳ କଣ ଜନ୍ମ ଦବ କିନ୍ତୁ ସେଇ ଜନ୍ମ ହେଇଥିବା ସନ୍ତାନ ଧୀରେ ଧୀରେ ବଢିବ। କେମିତି ବଢିବ ନା ତ ସେଇ ଜନ୍ମଭୂମିକୁ ଆଧାର କରିକି ବଢିବ। ତ ଜନନୀର ସ୍ୱଳ୍ପ କାଳ ପାଇଁ ସନ୍ତାନକୁ ସାର ଦେଇ, ସାର ଶବ୍ଦଟା ଥିଲା ଖାଦ୍ୟ ପୋଷକ ପଦାର୍ଥ ଦେଇ ତାର ଅପତ୍ୟ ସ୍ନେହରେ ଲାଳନ ପାଳନ କରେ। ମାତ୍ର ମାତୃଭୂମି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତକୁ ସନ୍ତାନକୁ ତା କୋଳରେ ଧରି ରଖେ। ଜନ୍ମଭୂମିର ମାଟି ପାଣି ପବନରେ ସେ ବର୍ଦ୍ଧିତ ହୁଏ, ପରିପୃଷ୍ଟ ହୁଏ, ଗଢି ଉଠେ। ତୁଳନାତ୍ମକ ଭାବରେ ଦେଖିଲେ ମାତା ଠାରୁ ମାତୃଭୂମିର ମହତ୍ଵ ଅଧିକ। ଠିକ ସେଇ ମା ଭଳି ମାତା ଠାରୁ ମାତୃଭୂମି ହଉଛି ଗରିୟସୀ। କବିଙ୍କ ମନରେ ମାତୃଭୂମି ପ୍ରତି ଏହି ଭାବରେ ବଳବତ୍ତର ହୋଇଛି। ତାଙ୍କ ବିଚାରରେ ମାତୃଭୂମି ତାର କୋଳରେ ଜନ୍ମ ନେଇ ବଢିଥିବା ସନ୍ତାନ ମାନଙ୍କ ପାଇଁ କେତେ ଯେ ମହାନ ତାହା ପରିପ୍ରକାଶ କରିହେବ ନାହିଁ। ତେଣୁ କବିତାରେ କବି ମାତୃଭୂମିର ବନ୍ଦନା ଗାନ କରି ତାହାର ଅସାମାନ୍ୟତାକୁ ସୂଚାଇ ଅଛନ୍ତି। କବି ମାତୃଭୂମିର ପ୍ରଶଂସା ଗାନ କରିଛନ୍ତି। ଉତ୍କଳ ଜନନୀ ହଉଛି ଚାରୁଭାଷମୟୀ। ତାର ଆକାଶ ବା ନଭ ଜଳ ସ୍ଥଳରେ ଆଜି ହସ ମନମୁଗ୍ଧକର ଭାବରେ ଦେଖିବାକୁ ମିଳେ। ସେଇ ହସ ହସ ଦୃଶ୍ୟକୁ ଦେଖି ଦର୍ଶକ ମନରେ ଅପାର ଆନନ୍ଦ ସୃଷ୍ଟି ହୁଏ। ସେ ମଧ୍ୟ ଚାରୁଭାଷମୟୀ, ତାର ଭାଷା ଅତି ସୁନ୍ଦର। ସେଇ ଭାଷା ଶ୍ରୋତା ମନରେ ଅମୃତମୟ ଭାବନା ସୃଷ୍ଟି କରେ। ଉତ୍କଳର ରାତ୍ରି ହେଉଛି ପବିତ୍ର। ସେଇ ପବିତ୍ରକୁ ଆଧାର କରି ଆହୁରି ପବିତ୍ର କରେ ସେଇ ମହୋଦଧିର ଜଳରାଶି। ତାହାର ସାଗର ତୀରରେ ଶୋଭା ପାଉଛି ତାଳତମାଳ ବୃକ୍ଷ। ଉତ୍କଳ ଭୂମିରେ ପ୍ରବାହିତ ହେଉଛି ନିର୍ମଳ ସୂତ୍ରଧାରୀ ସ୍ରୋତସ୍ୱିନୀ ବା ନଦୀ। ସେଇ ଜଳକୁ କଣ ସ୍ପର୍ଶ କରି ମୃଦୁ ସମୀର ମଧ୍ୟ ତାର ଶୀତଳତାର ସ୍ପର୍ଶ ଦେଇଥାଏ। ଶୀତଳ ସମୀରରେ ପ୍ରାଣୀ ମାନଙ୍କର ଶରୀର ଶୀତଳ ହେଲା ଭଳି ଅନୁଭୂତ ହୁଏ। ସେଥିପାଇଁ କବି ଲେଖିଛନ୍ତି କଣ, ଆହୁରି ଲେଖିଛନ୍ତି କଣ, ସେଥିରେ କଣ ହୁଏ ନା ପକ୍ଷୀ ମାନଙ୍କର କଳରବ ଚତୁର୍ଦିଗ ମୁଖରିତ ହଉଛି ସେଇ ଉତ୍କଳରେ। କବିଙ୍କ ଭାଷାରେ ଘନ ଘନ ବନଭୂମି ରାଜିତ ଅଙ୍ଗେ ନୀଳ ଭୋଦରମାଳା ସାଜିତ ରଙ୍ଗେ କଳ କଳ ମୁଖରିତ ଚାରୁ ବିହଙ୍ଗେ ଜନନୀ ଜନନୀ ଜନନୀ। ତାମାନେ ଘନ ଜଙ୍ଗଲରେ ଜନନୀ ବା ଉତ୍କଳ ଭୂମି ଆଜି ତାର କଣ ଶୋଭା ପାଉଛି। ନୀଳ ଭୂଦରମାଳା ନୀଳ ପର୍ବତ ମାନ ତରଙ୍ଗ ଭଳି ସଜାଇକି ତାକୁ ଆହୁରି ଅତି ସୁନ୍ଦର ବିମୋହିତ ଦୃଶ୍ୟ ସୃଷ୍ଟି କରୁଛନ୍ତି। ଆଉ ତା ପକ୍ଷୀ ମାନଙ୍କର କଳ କଳ ରଙ୍ଗରେ ଆଜି ତାର ଚାରିଆଡେ ପ୍ରକମ୍ପିତ ହେଉଛି ଉତ୍କଳର। ଆଉ କଣ କହୁଛନ୍ତି କବି ନା ଉତ୍କଳ ହେଉଛି ସୁରବୀର ଯୋଦ୍ଧା ମାନଙ୍କର ଭୂଖଣ୍ଡ ବା ବାସଭୂମି, ଯାହା ସାରା ବିଶ୍ୱରେ ପରିଚିତ। ଶତ୍ରୁକୂଳର ରକ୍ତରେ ଏହାକୁ ରଞ୍ଜିତ କରିଛନ୍ତି। ସେଥିରେ ଜନ୍ମ ନେଇଛନ୍ତି ଅନେକ ଯଶସ୍ୱୀ କବି, ଯାହା ଫଳରେ ଉତ୍କଳର ଜନନୀ ହେଉଛି ଧନ୍ୟା ପୂର୍ଣ୍ଣା ଓ ଚିରସ୍ମରଣୀୟା। କବି ଏଠାରେ ନିଜର ମାତୃଭୂମିର ମହନୀୟତା ବଖାଣି ବସିବା ସହିତ ତାହାର ଜୟଗାନ ଓ ବନ୍ଦନାକୁ ପ୍ରକାରାନ୍ତରେ ପ୍ରେରଣା ଦେଇଛନ୍ତି। କବିଙ୍କର ଏଭଳି ଚିନ୍ତାଧାରା ତାଙ୍କର ଜନ୍ମଭୂମି ପ୍ରୀତିର ପରିଚୟ ଦେଇଥାଏ। ଏବେ ଦେଖିବା ବନ୍ଦେ ଉତ୍କଳ ଜନନୀ ଏକ ଜାତୀୟତାବାଦୀ କବିତା। ଜାତୀୟତାବାଦୀ କଣ ନା ସମସ୍ତଙ୍କୁ ଏକଜୁଟ କରିବା ବା ନିଜ ସମସ୍ତଙ୍କୁ ଏକତାର ପ୍ରାଣରେ ଭରିଦେବା ଏଇ କବିତାର ମହନୀୟତା ଗୁଣ ବୋଲି କବି କଣ ବର୍ଣ୍ଣନା କରିବାକୁ କହିଛନ୍ତି। ବା ଏଠି କ୍ୱେଶ୍ଚିନ୍ ସେ ହିଁ କହୁଛି ବନ୍ଦେ ଉତ୍କଳ ଜନନୀ ଏକ ଜାତୀୟତାବାଦୀ କବିତା। ବିଚାର କର। ଠିକ କବି ପରିଚୟ ଦବ କବି କଣ କଣ ଲେଖିଛନ୍ତି ଦେଖ। ଜାତୀୟତାବାଦୀ କବି ଏଇଟା ଲେଖିବ ଯେ 2020 ମସିହାରେ ସେ କଣ ହେଇଛି ତାକୁ ଜାତୀୟ ସଙ୍ଗୀତର ମାନ୍ୟତା ପ୍ରଦାନ ହେଇଛି। କବିତାର ପ୍ରଥମ ପର୍ଯ୍ୟାୟରେ କବି ନିଜର ମାତୃଭୂମିକୁ ବିଶେଷ ଭାବରେ ବର୍ଣ୍ଣନା କରିଛନ୍ତି ବା ଦେଖାଇଛନ୍ତି। ତାଙ୍କର ବିଚାରରେ ଉତ୍କଳ ହେଉଛି ଚାରୁହାସମୟ ଆଉ ଚାରୁ ଭାଷମୟୀ ହେଲା। ଯାହା ତାର ଟୋଟାଲ A to Z ବା ଟୋଟାଲ ପ୍ରଥମ ପଦ୍ୟରୁ ଶେଷ ଯାଏ ତାର କଣ ତାର ଚାରୁ ଭାଷମୟୀ ତାର ଦେହରେ ଆଜି କଣ କରୁଛନ୍ତି ଅନେକ ପବିତ୍ର ନଦ ନଦୀ ବା ନଦୀ ବହି ଯାଇଛନ୍ତି। ସମୁଦ୍ର ତାର ପବିତ୍ର ଜଳରେ ଧୋଇ ଦଉଛି। ଅନେକ ପର୍ବତ ପାହାଡ ଆଜି ଶୋଭା ପାଉଛନ୍ତି। ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି କିଏ ନା ଏହି ଉତ୍କଳ। ଆଉ ଏହି ଉତ୍କଳରେ କଣ ଅନେକ ବୀରଭୂମି ମାନେ
ବାସ ନେଇ ବା ଜନ୍ମ ନେଇଛନ୍ତି, ଯାହା ଦ୍ୱାରା ଶତ୍ରୁ ମାନଙ୍କୁ ବିନାଶ କରି ତା ଶରୀରରେ ସଜେଇ ଦେଇଛନ୍ତି ସେଇ ରକ୍ତର କଣ ଶତ୍ରୁ ମାନଙ୍କର ରକ୍ତରେ ଯେ ଅନୁରଞ୍ଜିତ କରିଛନ୍ତି ଉତ୍କଳ। ତ ଉତ୍କଳ ହେଉଛି ପବିତ୍ର ଭୂଖଣ୍ଡ, ପବିତ୍ର ମହୋଦଧି ଏହାକୁ ସଦାସର୍ବଦା ବିଧୌତ କରୁଛି। ତାର ଅଞ୍ଚଳର ବା ତୀର ଅଞ୍ଚଳ ବୃକ୍ଷରାଜି ମାନଙ୍କର ଶୋଭା ପାଉଛି। ତା ଦେହରେ ପ୍ରବାହିତ ହଉଛି ନିର୍ମଳ ଜଳ ବିଶିଷ୍ଟ ସ୍ରୋତସ୍ୱିନୀ। ସେଇ ନଦୀ ଜଳର ସ୍ପର୍ଶରେ ମୃଦୁ ସମୀରଣ ହଉଛି ସୁଶୀତଳ, ଯାହା ଠିକ ସେଇଆ କୁହାଯାଇଛି। ଆଉ କଣ ଅଛି ଏକ୍ସଟ୍ରା ନା ଜ୍ଞାନ ବିଜ୍ଞାନ ଦ୍ଵାରା ଆଜି ସମୁଜ୍ଜଳ ନେତ୍ର ବିଶିଷ୍ଟ ଅନେକ କୃତି ସନ୍ତାନ ଏଥିରେ ଜନ୍ମ ନେଇଛନ୍ତି। ଯୁଗୀ ଋଷି ମାନଙ୍କର ଯୋଗ ସାଧନା ମନ୍ତ୍ର ଧ୍ୱନି ମାଟିକୁ କରିଛି ମନ୍ତ୍ରମୁଗ୍ଧ। କବି ଏହାକୁ ବିଚାର କରି ଲେଖିଛନ୍ତି, ସୁନ୍ଦର ଶାଳୀ ସୁଶୋଭିତ କ୍ଷେତ୍ର, ଜ୍ଞାନ ବିଜ୍ଞାନ ପ୍ରଦର୍ଶିତ ନେତ୍ରା, ଯୁଗୀ ଋଷି ଗଣ ଉତ୍ତର ପବିତ୍ରା, ଜନନୀ ଜନନୀ ଜନନୀ। ମାତୃଭୂମିର ମହନୀୟତାକୁ ପ୍ରମାଣ କରିବା ଯାଇ କବି କହିଛନ୍ତି, ଏଥିରେ ଅନେକ ମନ୍ଦିର ଓ ମନ୍ଦିର ମାଳିନୀ ହେଉଛି ଉତ୍କଳ। ସେଇ ମନ୍ଦିର ଗୁଡିକର ସୂକ୍ଷ୍ମ କଳା ସମୂହ ଦ୍ଵାରା ସୁଶୋଭିତ। ଏଥିରେ ମଧ୍ୟ ରହିଛି ଅନେକ ତୀର୍ଥ ସ୍ଥାନ। କବି ଉତ୍କଳର ଐତିହ୍ୟକୁ ସୂଚାଇ କରିବାକୁ ଯାଇ କହିଛନ୍ତି, ଏହା ହେଉଛି ବୀର ଯୋଦ୍ଧା ମାନଙ୍କର ତୃପ୍ତ ଗ୍ରହ। ସେହି ବୀର ମାନଙ୍କର ଶତ୍ରୁ କୂଳକୁ ରକ୍ତ ରଞ୍ଜିତ କରି ସମଗ୍ର ବିଶ୍ୱର ସୁନାମ ଅର୍ଜନ କରିଛନ୍ତି। ଶେଷରେ ସେ କବି କହିଛନ୍ତି କଣ, କବି ଶ୍ରେଷ୍ଠ ତଥା ସୁଯୋଗ୍ୟ ପୁତ୍ର ମାନଙ୍କର ଉତ୍କଳ ପ୍ରଦେଶ ବନ୍ଦନିଆ ହେବାର ସୁଯୋଗ ଲାଭ କରିଛି। ଏଇ ସବୁ ଦୃଷ୍ଟିକୁ ବିଚାର କରି ଦେଖିଲେ ତ କବିତାଟି କାନ୍ତ କବିଙ୍କର ଏକ ଜାତୀୟତା ଭିତ୍ତିକ କବିତା, ଏଥିରେ ଦୁଇ ମତ ନାହିଁ। ଠିକ ଅଛି, କଣ ମନେ ରହିଲା? ତା ପୂର୍ବ ଯେତିକି ପଢା ହେଲା ଯିବା ପୂର୍ବରୁ କଣ ଥ୍ୟାଙ୍କ ୟୁ। ଆଉ ଭିଡିଓକୁ ପୁରା ଫାଷ୍ଟ ଟୁ ଲାଷ୍ଟ ଯାଏ ଦେଖିବ। ଆଉ କଣ କରିବ, ସବସ୍କ୍ରାଇବ, ଲାଇକ୍ କରିବ, କମେଣ୍ଟ କରିବ ହେଲା। ତ ତମେ ଆର ସବୁ ପ୍ରଶ୍ନ ଉତ୍ତର କରିଦବ, ଯାହା ଦ୍ୱାରା ତମକୁ ଅସୁବିଧା ହବ ନାହିଁ। ଠିକ ଅଛି, ଏବେଠୁ ଯଦି କରିଦବ ପ୍ରଶ୍ନ ଉତ୍ତର ତ ତମକୁ ଡର ରହିବନି ମନରେ ସାହିତ୍ୟ ପ୍ରତି। ଲାଇକ୍ ଆଉ ତମ ସାଙ୍ଗମାନଙ୍କୁ ସେୟାର କରିବ। ରହିଲି, ଜୟ ଜଗନ୍ନାଥ।